କଟକବାସୀ କ'ଣ ଦେଖନ୍ତୁ ସିଡିଏ ତଥା ସିଏମସି ପକ୍ଷରୁ ମହାନବାସୀ ଜିଲ୍ଲା ପଡ଼ିଆରେ ପଟ ଉତ୍ସବ ପାଳନ କରାଯାଉଛି ଏବଂ ଆଜି ପବିତ୍ର ତିଥି ଉତ୍କଳ ଗୌରବ ମଧୁବାବୁଙ୍କର ଆଜି ଜନ୍ମ ଜୟନ୍ତୀ। ଆଜିର ପବିତ୍ର ଦିନରେ ଆମେ ଆଜି ମଧ୍ୟ ଏହି ପଟ ଉତ୍ସବରେ କହିଛୁ। ଯଦି ଆମେ ଆଜି ଇଣ୍ଡଷ୍ଟ୍ରିଆଲାଇଜେସନର କଥା କହୁଛେ, ଶିଳ୍ପର ବିକାଶ କଥା ଯଦି ଆମେ ଆଜି କହୁଛେ, 100 ବର୍ଷ ତଳୁ ପରିକଳ୍ପନା କରିଥିଲେ ଉତ୍କଳ ଗୌରବ ଉତ୍କଳ ଟାନେରୀ ପ୍ରତିଷ୍ଠା କରିଥିଲେ 1905 ମସିହାରେ। ଉତ୍କଳ ଗୌରବ ମଧୁବାବୁ ପ୍ରତିଷ୍ଠା କରିଥିଲେ ଉତ୍କଳ ଟାନେରୀ ଏବଂ ଯୋଉ ଲେଦର ପ୍ରଡକ୍ଟ କରାଯାଉଥିଲା ଉତ୍କଳ ଟାନେରୀରେ ଭାରତ ବର୍ଷ ଭିତରେ ତାହା ସୀମିତ ନଥିଲା, ଏକ୍ସପୋର୍ଟ କରାଯାଉଥିଲା ଇଣ୍ଟରନ୍ୟାସନାଲ ମାର୍କେଟ। ସେଇଭଳି ଭାବରେ ଆମେ ଆଜି ନାରୀ ଶିକ୍ଷା କଥା ମହିଳା ସଶକ୍ତିକରଣ କଥା କହୁଛେ। ଏ କଥାର ପରିକଳ୍ପନା ମଧ୍ୟ କରିଥିଲେ ଉତ୍କଳ ଗୌରବ ମଧୁବାବୁ। 100 ବର୍ଷରୁ ଉର୍ଦ୍ଧ୍ୱ ହବ ଶୈଳବାଳା ଓମେନ୍ସ କଲେଜ, ରେଭେନ୍ସା ଗାର୍ଲସ ହାଇସ୍କୁଲ, ଏ କଥାକୁ ପରିକଳ୍ପନା କରିଥିଲେ। କୋଭଳି ଭାବରେ ମୋର ମାତୃଶକ୍ତିକୁ ସମାନ ଅଧିକାର ଦିଆଯାଇ ପାରିବ, ଏଇ କଥାକୁ ଚିନ୍ତା କରିଥିଲେ ଉତ୍କଳ ଗୌରବ ମଧୁବାବୁ। ତା ସହିତ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ସତରେ ଆମେ ଓଡ଼ିଆ ହିସାବରେ ସବୁବେଳେ ଗର୍ବ ଅନୁଭବ କରିବା ଉଚିତ। ଆମେ ଜଗନ୍ନାଥଙ୍କ ମାଟିରେ ଜନ୍ମଗ୍ରହଣ କରିଛୁ ଏବଂ ସତରେ ଓଡ଼ିଆଙ୍କ ରକ୍ତରେ ନିର୍ଭୀକତା ରହିଛି ଏବଂ ସାହସିକତା ମଧ୍ୟ ରହିଛି। ତାହା ପ୍ରମାଣିତ କରିଛନ୍ତି ଉତ୍କଳ ଗୌରବ ମଧୁବାବୁ। ଏପ୍ରିଲ 1 1936 ମସିହାରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା ଆମ ରାଜ୍ୟ ଓଡ଼ିଶା ଏବଂ ଏଇ କଟକ ମାଟି ମୁକ ସାକ୍ଷୀ ରହିଛି। ଏ କଟକ ମାଟି, ଏଇ କଟକ ଥିଲା ଏନ୍ତୁଡ଼ିଶାଳ। ଖସଡ଼ା ପ୍ରସ୍ତୁତ କରିବାରେ ମଧୁବାବୁ ଏବଂ ସମସ୍ତ ମହାପୁରୁଷମାନଙ୍କୁ ନେଇ, ଆମର ପୂର୍ବପୁରୁଷମାନଙ୍କୁ ନେଇ ଯେଉଁ ଖସଡ଼ା ପ୍ରସ୍ତୁତ କରିଥିଲେ, ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ଇଂରେଜମାନଙ୍କ ବିରୁଦ୍ଧରେ, ଏଇ କଟକ ମାଟିରୁ ସେଇ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଆଜି ଭଳି ଦିନରେ ଯଦି ଆମେ ମରଣୋତ୍ତର ଭାରତ ରତ୍ନରେ ମଧୁବାବୁଙ୍କୁ ସାମିଲ କରାଇ ପାରିବା, କେବଳ ଆମେ ନୁହଁ, ଆପଣଙ୍କ ମାଧ୍ୟମରେ ମୁଁ ସମସ୍ତଙ୍କୁ, ମୋର ଯୁବକ ସାଥୀମାନଙ୍କୁ, ମୋର ଛାତ୍ରଛାତ୍ରୀମାନଙ୍କୁ, ମୋର ଗୁରୁଜନମାନଙ୍କୁ ନିବେଦନ କରିବା ପାଇଁ ଚାହେଁ, ଆମ ସମସ୍ତଙ୍କ ସ୍ୱର କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚୁ ଏବଂ ଯଦି ଆମେ ମରଣୋତ୍ତର ଭାରତ ରତ୍ନରେ ଉତ୍କଳ ଗୌରବ ମଧୁବାବୁଙ୍କୁ ସାମିଲ କରାଇ ପାରିବା, ତାହା ହିଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ନବନିର୍ମାତା ମଧୁବାବୁଙ୍କ ପାଇଁ।